ସୁଭଦ୍ରା ସୁଆରେ ମହିଳାମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। ଯେଉଁମାନେ ସବୁ ଆବେଦନ କରିଥିଲେ ଆସନ୍ତା ଅର୍ଥାତ୍ ଡିସେମ୍ବର 6 ତାରିଖ ଦିନ ଯୋଗ୍ୟ ଏବଂ ଅଯୋଗ୍ୟ ଲିଷ୍ଟ ଆସିବାକୁ ଯାଉଛି। ଆପଣମାନେ ଲକ୍ଷ୍ୟ କରିଥିବେ ଏହି ଅଯୋଗ୍ୟ ଏବଂ ଯୋଗ୍ୟ ଲିଷ୍ଟଟି ସରକାର ତରଫରୁ ନୋଟିସ୍ କରିବାର କାରଣ କ'ଣ? ଏଠି ଆପଣମାନେ ଯେଉଁମାନେ ଠିକ୍ ଭାବରେ ସୁଭଦ୍ରା ଯୋଜନାକୁ ଚିହ୍ନିଛନ୍ତି ଏବଂ ଜାଣିଛନ୍ତି ସେଇମାନଙ୍କୁ এই ভিডিওটি ବହୁତ ইম্পর্টাଣ୍ଟ ରହିଛି। କାରଣ ଆପଣମାନେ 5,000 ଟଙ୍କା ପାଇବାକୁ ହେଲେ ଭିଡ଼ିଓଟିକୁ ପ୍ରଥମ ଦେଖି ରଖନ୍ତୁ। ଆଜି ମୁଁ এই ଭିଡ଼ିଓରେ 4ଟି ଟପିକ୍ ରହିଛି। ନମ୍ବର 1, ଯେଉଁମାନେ ସରେଣ୍ଡର କରିଛନ୍ତି ଏବଂ ଓପିଟି ଆଉଟ୍ର ସରେଣ୍ଡର କରିକି ନିଜର ଦକ୍ଷତା କହନ୍ତି ଯେ ଯୋଗ୍ୟତାକୁ ସେ ହରେଇଛନ୍ତି, ତ ସେମାନେ କ'ଣ କରିବେ, ସେମାନଙ୍କୁ ଟଙ୍କା ମିଳିବ କି ନାହିଁ। ନମ୍ବର 2, ସେମାନଙ୍କର ଦେଖନ୍ତୁ ବହୁତ ସାରା ହିତକାରୀ ଅଛନ୍ତି ଅର୍ଥାତ୍ ମାଆ ମାନେ ଅଛନ୍ତି, ସେଇମାନଙ୍କର ହିଁ ପ୍ରୋସେସିଂ ରହିଛି, ତ ସେମାନେ କ'ଣ କରିବେ ଯାହାଫଳରେ କି ତାଙ୍କର ସଲ୍ୟୁସନ୍ଟି ହେଇଯିବ ଆଉ ସିଏ ତାଙ୍କୁ ଟଙ୍କାଟି ପାଇପାରିବେ। ନମ୍ବର 3, ଯେଉଁମାନେ ଅଣ୍ଡର ପ୍ରୋସେସିଂ ଅଛନ୍ତି ତ ସେମାନେ ପୁଣି କ'ଣ କରିବେ, ତାଙ୍କ ପାଇଁ ବି ରହିଛି ଅପସନ୍। ଏବଂ ଏହି ସବୁ ଟଙ୍କା କେଉଁ କେଉଁ ମହିଳାମାନଙ୍କୁ ମିଳିବ ଯାହା ବି 3ଟି କହିଲି। ତାପରେ ଯେଉଁ ଡିସେମ୍ବର 25 ତାରିଖରେ ଯେଉଁ ଘୋଷଣା କରିଛନ୍ତି 5,000 ଟଙ୍କା ମିଳିବ ବୋଲିକି, ତେବେ କେଉଁ ମହିଳାମାନଙ୍କୁ ଟଙ୍କା ମିଳିବ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଡିଟେଲ୍ସ କହିବି। ସେଥିପାଇଁ ଆମର ଏ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖି ରଖନ୍ତୁ, ଜମାରେ ସ୍କିପ୍ କରନ୍ତୁ ନାହିଁ। ଯଦି ଜଣେ ଯୋଗ୍ୟ ହିତକାରୀ ଅଛନ୍ତି, ଆପଣ ଯଦି ଆମ ଭିଡ଼ିଓକୁ ଦେଖୁଛନ୍ତି ଏବଂ ଭିଡ଼ିଓଟି ଭଲ ଲାଗୁଛି ନିହାତି ଭାବରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆପଣଙ୍କ ସାଙ୍ଗସାଥିମାନଙ୍କୁ। ଭିଡ଼ିଓ ଭଲ ହେଲେ ଭିଡ଼ିଓ ମଝିରେ ନିହାତି ଭାବରେ ଆପଣଙ୍କ କମେଣ୍ଟ ସହିତ ଜୟ ଜଗନ୍ନାଥ ବୋଲି କହିବେ, ଯାହାଫଳରେ କି ମୁଁ ଜାଣିବି ଯେ ମୋ ଭିଡ଼ିଓକୁ ନିହାତି ଭାବରେ ଭଲ ପାଉଛନ୍ତି ଏବଂ ଆପଣମାନଙ୍କୁ କିଛି ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ପାଉଛନ୍ତି ବୋଲି। ଆଉ ଡେରି ନ କରିକି ଆପଣମାନଙ୍କୁ କହିଦେଉଛି। ନମ୍ବର 1, ଯେଉଁମାନେ ଆଉଟପୁଟ୍ ଯେଉଁଟାକି କୁହନ୍ତି ଓପିଟି ଆଉଟ୍ ଅର୍ଥାତ୍ ସରେଣ୍ଡର ଯେଉଁମାନେ ହେଇଯାଇଛନ୍ତି ସେଇମାନଙ୍କ ପାଇଁ ମଧ୍ୟ ଗୋଟିଏ ଚାନ୍ସ ଅଛି। ଦେଖନ୍ତୁ ସେମାନେ କ'ଣ କରିବେ, କାହିଁକିନା ଏବେ ତ ସେ ଲିଷ୍ଟକୁ ଯାଇଛନ୍ତି। ଯଦି ଆପଣମାନେ ସରକାର ତରଫରୁ ତାଙ୍କୁ ଯଦି ଭେରିଫିକେସନ୍ କରାଯାଇ ନଥାଏ, ତାହେଲେ ଆସନ୍ତା ଯେଉଁ ଡିସେମ୍ବର 6 ତାରିଖ ଦିନ ଆସୁଛି ସେଇଥିରେ ଯେଉଁମାନେ ଯୋଗ୍ୟ ଆଉ କେଉଁମାନେ ଅଯୋଗ୍ୟ ସେଇଠି ହିଁ ଗୋଟିଏ ହିଁ ଆପଣଙ୍କର ଗୋଟେ ଭରସା ରହିଛି, ଆପଣମାନଙ୍କୁ ଟଙ୍କା ମିଳିବ। ଯେଉଁମାନେ ସବୁ ସରେଣ୍ଡର ହେଇଛନ୍ତି ସେଇମାନେ ହିଁ ଗୋଟିଏ ଅନୁରୋଧ ରହିଲା, ତ ସେଇମାନେ ହିଁ ଯାଇକି ଲିଷ୍ଟକୁ ଚେକ୍ କରିବେ। କେଉଁଠି ଚେକ୍ କରିବେ ଦେଖନ୍ତୁ, କେଉଁମାନେ ନିଜର ପଞ୍ଚାୟତ ଯାଆନ୍ତୁ, ବ୍ଲକ ଯାଆନ୍ତୁ, କେଉଁମାନେ CS ସେଣ୍ଟର ମଧ୍ୟ ଦେଖିପାରିବେ, କେଉଁମାନେ ଯାଇକି ମୋ ସେବା କେନ୍ଦ୍ରରେ ବି ଦେଖିପାରିବେ, ନହେଲେ କେଉଁମାନେ ନିଜର ମୋବାଇଲରେ ବି ଦେଖିପାରିବେ। ନିଜର ମୋବାଇଲରେ କେବଳ ବାୟୋଡାଟା ଛଡ଼ା ଆଉ କିଛି ଦେଖିପାରିବେନି, ଯେମିତିକି ଷ୍ଟାଟସ୍ ଛଡ଼ା। ତାପରେ ନମ୍ବର 2 ଆସିଲା ପ୍ରୋସେସିଂ, ଯେଉଁଟାକି ଆପଣମାନଙ୍କୁ ମୁଁ କହିଦେଉଛି। ଦେଖନ୍ତୁ ପ୍ରୋସେସିଂ କାମ ହେଲା, ଯଦି ଆପଣମାନେ ଗୋଟେ କାମ କରୁଛନ୍ତି, ସେ କାମ ଯଦି ଅଧା ରହିଯାଇଛି ତାହେଲେ ତାହାକୁ ଆମେ ପ୍ରୋସେସ୍ ବୋଲି କହିବା, ମାନେ ସେ କାମଟା ପ୍ରୋସେସରେ ଚାଲିଛି ହେଲା। କିନ୍ତୁ ଅଣ୍ଡର ପ୍ରୋସେସିଂ ମାନେ କ'ଣ, 3 ନମ୍ବର କ'ଣ ନା, ଅଣ୍ଡର ପ୍ରୋସେସିଂ ହେଲା ଯଦି ଆପଣମାନେ କାମ ସବୁ କରୁଛନ୍ତି ସେ କାମ ଅଧା ରହିଯାଇଛି, ଅର୍ଥାତ୍ ସୁଭଦ୍ରା ଯୋଜନାରେ ରାସନ କାର୍ଡ଼ ଯଦି ଆପଣଙ୍କର ଲିଙ୍କ ନଥାଏ ତାହେଲେ ଆପଣମାନଙ୍କୁ ଆଉ ଟଙ୍କା ମିଳିବ ନାହିଁ, ଯାହାକି ନିଜେ ହିଁ ପ୍ରଭାତୀ ପରିଡ଼ା ସେ ସୂଚନା ଦେଇ କହିଛନ୍ତି। ଯଦି ଆପଣଙ୍କ ନାଁରେ ରାସନ କାର୍ଡ଼ଟିଏ ଅଛି କି ଲିଙ୍କ ଅଛି ରାସନ କାର୍ଡ଼ରେ ଯେଉଁ ସଦସ୍ୟମାନଙ୍କର, ତ ସେଇମାନଙ୍କୁ ମିଳିବ ଟଙ୍କା। ଏଇଟା ଗୋଟେ କ୍ଲିୟର ହେଇଯାଆନ୍ତୁ, କାହିଁକିନା ବହୁତ ସାରା ଲୋକମାନଙ୍କର ମଧ୍ୟ କମେଣ୍ଟ ଥିଲା ବାରମ୍ବାର, ତ ସେଥିପାଇଁ କ୍ଲିୟର କରିଦେନି। ବର୍ତ୍ତମାନ ଆମେ ଜାଣିବା ଯେ ଏହି ଟଙ୍କା କେଉଁମାନଙ୍କୁ ମିଳିବ। ଦେଖନ୍ତୁ ଆପଣମାନେ ଜାଣିଥିବେ ବହୁତ ସାରା ଲୋକମାନେ ବି ଅଛନ୍ତି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଟଙ୍କା ମିଳିପାରୁନାହିଁ। କାହିଁକି ମିଳିପାରୁନି ନା, ସେଇମାନେ ହିଁ ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଛନ୍ତି, ବାରମ୍ବାର ଆସୁଛନ୍ତି, ଷ୍ଟାଟସ୍ ଚେକ୍ କରୁଛନ୍ତି, ଆଉ ବିଭିନ୍ନ ପ୍ରକାର ସବୁ ଜିନିଷ ଜାଣିବା ପାଇଁ ଚାହୁଁଛନ୍ତି। କାରଣ ସେ ନିଜ ୱେବସାଇଟ୍କୁ ଭିଜିଟ୍ କରୁଛନ୍ତି, କିଛି ଜାଣିପାରୁନାହାନ୍ତି, ଏପଟ ସେପଟ କରିଦେଉଛନ୍ତି, ଯାହାକି ଡିସେମ୍ବର ମାସରେ ପାଖାପାଖି ଏବେ
बहुत सारा लोक मानकु घोषणा करिसेंती मिनिमम 60 लाख रु ऊर्ध्व एथिरे एबे उपयुक्त अछंती सेतिरे एबे काउंसलिंग करा जायछि जहाँकि जो माने योग्य थिबे सेही मानक अकाउंट को आसीबो टंका देखंतु जहाँकि शेष दृष्टि जो मानकर ना सब लिस्ट थिबो तो सेही मानक ही टंका मिलिबो कहबा गले क्वेश्चन थिला 4 नंबर रे जहाँकि आपण माने जानिथिबे केउ केउ महिला मानकु एठी टंका मिलिबो लास्ट क्वेश्चन आपण देखंतु जो महिला माने पूर्वरु आपण मानकु 5000 टंका मिलतिला तो सेही माने भी बसी जाइछंती वर्तमान समय रे सेमानंकर खाता आदि लिंक थिबो आधार कार्ड डेबिट सब चालू थिबो पुणी मिले सेहिति पाई ही योग्य लिस्ट किंबा अयोग्य लिस्ट ही बाहर करिसंती सेतिरे भी जो माने सरेंडर न करिसंती सेठी भी आपनक नाम थिबो जदि आपण माने सरेंडर करिकी प्रोसेसिंग तो चलिबो ना जब सरेंडर आमे खाली सबमिट कर देले शीघ्र हे जाएनी ताकू टाइम लागिथे सेति पई आपनकु मध्य किछि टाइम लागिबो जदि आपण माने टाइम लागिबो जो सेठी ही आपनक जदि लॉक साथ देइथिबो ताले अयोग्य एवं योग्य लिस्ट रे मध्य आपनक ना आसीबो ना आसिले आपण मानक निश्चित भाव में मिल पार टंका यहाँ किसी 100% आपणकर क्लियर किंतु आपणकर जे राशन कार्ड जदि लिंक नथिबो कहि दउची आपण जानते प्रति परिवार रे एबे समस्त चाहउचंती अलगा है कि रहिबा पई काइना गवर्नमेंट तरफ चाउल भर्ता एमिति विभिन्न प्रकार स्कीम सब आछि सेति पई जेमति पक्का घर योजना बापटार पुओ भिन्न हेले मिलिबो पक्का घर यही सबको आशा करिकी सेमाने अलगा करिया पे चेष्टा करछंती जा फलर कि सेमानकु मध्य एई वर्तमान जो सुभद्रा चोरा 50,000 टंका मिलिबा तांकु बहुत कष्टकर हो जाउची तेणुकरी जो माने अंडर प्रोसेसिंग अछंती किंबा आपण माने प्रोसेसिंग रे रही अछंती एइटी ही आपन प्रॉब्लम होची आपण माने जानि परथे मु कोन कहया पे चाहूची आ बुझी पारथिबे जदि आपण मानको वीडियो आपन भल लागे ताले वीडियो मझिरे आपण मानको निहाती भाबरे आपण कमेंट मतामत दियंतु आ सुभद्रा चोरे जहाँ भी डिटेल्स जानिया पे चाहूचंती मु आपण मानको जो कमेंट दियंतु कारण कमेंट देवा सहित आमर मतामत मध्य रहिबो जा फलर कि मु आपण मानको 100% देके एठी कहूची जो माने योग्य अछंती से मानको टंका मिलिबो ही मिलिबो किंतु आपणकर डॉक्यूमेंट सब वेरीफाई होइतबा दरकार खाली योग्य अछंती बोली कहि दे न हबनी आपणको प्रमाण दरकार सेतिपई आपणकर आधार कार्ड ना बैंक अकाउंट मोबाइल नंबर एसबू मध्य रहिबा दरकार किछि लोक अछंती वर्तमान समय रे भी आधार कार्ड रे भी आपणकर पको नांती पैसा पको न सॉरी मोबाइल कार्ड रे ही पको नांती पैसा जोटा कि आधार कार्ड लिंक रहउची मोबाइल नंबर ओटीपी आसु नहीं से क्षेत्र रे आपण माने भी हैरान होचंती किछि नोटिफिकेशन मध्य जानि पारु नांती एई क्षेत्र रे आपणक पई बहुत इम्पोर्टेंट रही सब किछि नजर रखंतु काली ही आपणक पई कहती ना आपणकर गोटे भाग्य रेखा काली की गोटे जदि आपणकर थिबो ताहाले सेठी ही पाइबे।